ମୁଁ କହିବା ପୂର୍ବରୁ ଖାଲି ଆପଣମାନଙ୍କ ପାଇଁ ଗୋଟେ ସରପ୍ରାଇଜ ରଖିଛି। ଆପଣମାନେ ଦେଖିପାରୁଥିବେ ମୋ ଜୁଲଫେକୁ ଏଇଠି। ନା ନା ବାହା ହେବିନି, ମୋ ଜୁଲଫେଟା ବଢେଇଛି ଆକ୍ଚୁଆଲି ଦର୍ଶକମାନଙ୍କ ପାଇଁ ଟିକେ। ହଁ ଆମର ମେନ୍ ଟପିକ ଯିବା। ଶାନ୍ତି ଆପାର୍ଟମେଣ୍ଟରେ ମୁଁ ଗୋଟେ ପଡ଼ିଶା ଘର ରୋଲ୍ କରିଛି। ପଡ଼ିଶା ଘର ରୋଲ୍ ମାନେ ମୋ ପଡ଼ିଶାରେ ଭାଉଜ ଆଉ ଭାଇନା ରହୁଛନ୍ତି, ତା ସାଇଡରେ ମୁଁ ରହୁଛି। ପ୍ରାୟ ଟାଇମ୍ ଯାଇକି ଭାଉଜଙ୍କ ପାଖରୁ କ'ଣ ଦିଟା ହାଲକା ଫୁଲକା ନେଇ ଆସୁଛି। ଭାଇ ନଥିଲା ବେଳେ ଦୁଷ୍ଟାମି କ'ଣ, ମୁଁ ପୁରା ଫସି ଯାଇଛି ତାପରେ। ମତେ ପୁରା 4 ଫୁଟ ଘେରି ଯାଇଛନ୍ତି, ମୁଁ ଆଉ ସେଠୁ ବାହାରି ପଡୁନି। ଅତି ସୁନ୍ଦର ଚଳଚ୍ଚିତ୍ର। ଗୋଟେ ବନ୍ଧୁର କାହାଣୀ ଅଛି, ସ୍ୱାମୀ ସ୍ତ୍ରୀ ଉପରେ କାହାଣୀ ଅଛି, ସସ୍ପେନ୍ସ ଅଛି, ଥ୍ରିଲର ଅଛି। ଆପଣଙ୍କୁ ହସେଇବ, କନ୍ଦେଇବ, ତା ସହିତ ଭୟଭୀତ ବି କରେଇବ। ତାପରେ କୋଉଠି ନା କୋଉଠି ଆପଣଙ୍କ ଲାଇଫରେ ଘଟିଥିବା ଗୋଟେ ସିନ୍ ଆପଣଙ୍କୁ ଲାଗିବ ଯେମିତି ଆରେ ଏଇଟା ତ ମୋର ଷ୍ଟୋରି, ପୁରା ଉତାରି ଦେଇଛି, ସେଇଭଳିଆ ଲାଗିବ। ପୋଷ୍ଟରରେ ସନ୍ତୁକ ଯୋଉ ଫଟୋ ଲାଗିଛି ବହୁତ ଥ୍ରିଲର ଟାଇପର ଫଟୋ ଲାଗିଛି, କମେଡି ଫଟୋ ହେଇଛି ନା ଥ୍ରିଲରରେ ବହୁତ ସିନ୍ ଲାଗିଛି? ସେଥିରେ ମୁଁ ତ କହିପାରିବିନି, ମତେ ମନା କରିଛନ୍ତି। ସେଥିରେ ମୁଁ କ'ଣ କରିଛି ଆପଣ ମାନେ ଯେହେତୁ ଦର୍ଶକ ସବୁବେଳେ କମେଡିଆନ ହିସାବରେ ଦେଖିପାରୁଛନ୍ତି, ଆଜ୍ଞା ଆପଣ ଯୋଉ ଫିଲ୍ମରେ କିଛି ସିରିୟସ୍ କ୍ୟାରେକ୍ଟର ମିଳିଛି ନା ସେଇ କମେଡି କରିବେ ଆପଣ? ସେଥିରେ 2-4 ଦିନ ଅପେକ୍ଷା କରନ୍ତୁ, ଆମେ ଜାଣିପାରିବେ। ମତେ ବହୁତ ଷ୍ଟ୍ରଗଲ କରିବାକୁ ପଡୁଥିଲା। ଛାତ୍ରରୁ ଡିଆଁ ଡିଁ, ଦୌଡ଼ା ଦୌଡ଼ି, ପୁଣି ଗୋଡ଼ା ଗୋଡ଼ି। ଭାଉଜ ପ୍ରେମଟା କ'ଣ ମିଠା ନା ଖଟା ଲାଗିଛି? ଯାହା ହେଲା ଗୋଟେ ଛୋଟିଆ ଭାଉଜଙ୍କ ଉପରେ ଆଉ କ'ଣ, ଗୋଟେ ମଝିରେ ଗୋଟେ ଡାଇଲଗ ମାରିଥିଲି ଯେ ଭାଉଜ 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 ଆଇ ଡୋଣ୍ଟ ଲାଇକ୍ ଦିସ୍ ବଟ୍ ଭାଉଜ ଲାଇକ୍ସ ମି, ଆଇ କାଣ୍ଟ କଣ୍ଟ୍ରୋଲ, ଗୋଟେ ଏଇଭଳିଆ ମୋ ଡାଇଲଗ ଥିଲା। ଭାରି ଫେମସ୍ ହେଇଥିଲା ସେ ଡାଇଲଗ। ଟ୍ରେଣ୍ଡିଂ ହବ ସେ ଡାଇଲଗ। ସେ ଡାଇଲଗଟା ନା, ସେ ଡାଇଲଗଟା ଅଲଗା ଫିଲ୍ମରେ ଥିଲା। ହଁ, ଏଥିରେ ଗୋଟେ ନୂଆ ଡାଇଲଗ ଅଛି। ସେଥିରେ ଭାଗ୍ୟ ମତେ ଛାଡି ଦିଅନ୍ତୁ, ମୁଁ କିଛି କରିନି। ସୁନ୍ଦର ଡାଇଲଗଟା ଅଛି, ଆଉ ଭଲ ଲାଗିବ ଆପଣ ମାନେ ସମସ୍ତେ। ଦର୍ଶକଙ୍କୁ କ'ଣ କହିବେ ଆଜ୍ଞା? ଦର୍ଶକ ମାନଙ୍କୁ ଏତିକି କହିବି, ଆପଣ ନିଶ୍ଚିନ୍ତ ଆସନ୍ତୁ। ମହାପ୍ରଭୁଙ୍କ ପ୍ରାର୍ଥନା କରୁଛି ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ସମସ୍ତେ କୋଟିପତି ହୁଅନ୍ତୁ, କିନ୍ତୁ ପ୍ରଥମେ ମୋଠୁ ଆରମ୍ଭ କରନ୍ତୁ। ଆଗ ମୁଁ ହେଇସାରେ, ତାପରେ ଆପଣମାନେ ହେବେ। ଆଉ 2 ଫେବୃଆରୀ 2ରେ ଆପଣ ନିଶ୍ଚୟ ଆସିବେ, ଫିଲ୍ମ ଦେଖିବେ, ମଜା ନେବେ। ମାନେ ଆପଣ ଯଦି ଗୋଟେ ପପକର୍ନ ହାତରେ ଧରିଥିବେ କିମ୍ବା କୋଲ୍ଡ ଡ୍ରିଙ୍କ ଧରିଥିବେ, ଆପଣ ଗୋଟେ ପପକର୍ନ ପକେଇଥିବେ, ତା ଭିତରେ ଆପଣଙ୍କ ଆଉ ଗୋଟେ ପପକର୍ନ ଖାଇବାକୁ ସମୟ ଥିବ, କିନ୍ତୁ ଆପଣ ପୁରା ହଜିଯିବେ। ଆଉ ଗୋଟେ କଥା ଆଜ୍ଞା, ଅତି ସୁନ୍ଦର କାହାଣୀ। 80 ଟଙ୍କା 150 ଟଙ୍କା 200 ଟଙ୍କା ଟିକେଟ କାଟିଯିବେ, ଦର୍ଶକ ଟିକେଟ ପଇସା ବାହାରିବ। ଟିକେଟ ପଇସା ବାହାରିବ, ତା ସହିତ ଆପଣଙ୍କର ପପକର୍ନ ପଇସା, କୋଲ୍ଡ ଡ୍ରିଙ୍କ ପଇସା। ପାଖରେ ଯଦି ଆପଣଙ୍କର କୋଉ ଟୋକା ଯାଇଥିବେ, ପାଖରେ କୋଉ ଝିଅ ବସିଥିବେ, ତାଙ୍କ ଭିତରେ ବି ଗୋଟେ ରୋମାଣ୍ଟିକ ସସ୍ପେନ୍ସ ଥ୍ରିଲର ଷ୍ଟୋରି ଆରମ୍ଭ ହେଇଯିବ। ଏତେ ସୁନ୍ଦର ଷ୍ଟୋରି ହେଇଛି। ହଁ ସିଓର ସିଓର। ମୁଁ ତ ନିଜେ ମୋର ସେମିତି ହେଇଥିଲା ଯେତେବେଳେ ପଡିଥିଲା ଯେ କ'ଣ କହ ନା କହ। ଆଚ୍ଛା ଛାଡ, ହଁ ମୁଁ କୋଉଠି ହଜି ଯାଇଛି। ନା 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 ନା, ମୁଁ ସରି, ମୋ ଟ୍ରାକରୁ ବାହାରକୁ ପଳେଇଲି। ମୁଁ ସିଏ ଆସିଲେ ମାନେ ମୁଁ ଆଉ କିଛି, ମୁଁ ତ ବାଇଟ୍ ହିଁ ଦେଇପାରିବିନି। ଝାଡୁ ନୁହଁ, ଅଲରେଡି ସିଏ ବାଇଟ୍ ଦବ ମତେ। କାହାକୁ? ଆଉ ଏଇଟା ତ ମୋ ସ୍ତ୍ରୀ ଠାରୁ ମାନେ କହିବାକୁ ଗଲେ ଅଧିକ ଭଲ ପାଉଛି। କାରଣ ସ୍ତ୍ରୀ ପାଖରେ ରହିଲେ ଆକ୍ଚୁଆଲି ଏଇଟା ଛାଡିବନି, କାରଣ ସେ ଦେଖିବ ମାନେ ଅସୁବିଧା। ସ୍ତ୍ରୀ ପାଖରେ ରହିଲେ କ'ଣ କହିଲ, ମାନେ ଖାଲି ଶୁଣେଇବେ, ତମେ କିଛି କହିପାରିବନି। କିନ୍ତୁ ଏଇ ବ୍ୟାଗ୍ ପାଖରେ ରହିଲେ ସବୁ ଦବ, ତା ଭିତରେ ୟା ଭିତରେ ସବୁ ଜିନିଷ ଅଛି। ମାନେ ହଁ ଆସୁନାହାନ୍ତି ଦେଖିବେ। ଏଇଗୁଡା କାଟିଦେବେ, କାରଣ ମୋ ସ୍ତ୍ରୀ ଜାଣିବ ମାନେ ପୁରା ଛେଲିଦବ। ମୋ ଭାଇଟା ପରା। ନା ନା ନା, ମୋ ସ୍ତ୍ରୀକୁ ମୁଁ ବହୁତ ଭଲ ପାଉଛି। କିଛି ଅସୁବିଧା ନାହିଁ, ସାଇଡ୍ ପର୍ସନ ଦେଖିବେ।